अथ कार्तिक महात्म्य पंचविंशाध्याय। श्रीकृष्ण उवाच। सुनो एक मने संसारे जन्मी जेउ
बंचे धर्म न करे धन संचे से जन मृत्यु मूले जेते तु संगार हुए तेते जम भुवने ताहा भुंजी निष्ठुर नरके तनु गंजी सुपुत्र जन्म जाए वंशे से नर थाई नरक बासे जे जन विवेक पणे भृत्य को दंडे अकारणे तार जीवन अंत काले पकाऊ हे मो नरक स्थले से निरे कर्कट कुंभीर मत्स्य मगर सुसंबर हेमंते जल चर जीवे पापी को खाओ थांती सर्वे से पुणे तिनी जुग गले किंचित धर्म तार थिले नरक हो निस्तार एबे हो सुण द्विज वर
ଯେଉଁ ମୁଢ଼େ ତାଙ୍କୁ ବସାଇ ଜନ୍ଦା କୁଢ଼େ ଅଭକ୍ଷ ଭକ୍ଷନ୍ତି ଯେ ଜନ ତା ବାସନର କସଦନ ହେଠ ବଦନେ ପଡ଼ିଥାଇ ଊର୍ଧ୍ୱକୁ କରି ପାଦ ଦୁଇ ଯେ ନିଜ ଜାତି ଧର୍ମ ଖଣ୍ଡି କୀଟଙ୍କ ଦଣ୍ଡେ ତାକୁ ଦଣ୍ଡି ଏହି ପ୍ରକାରେ ଏକ ଏକ ପାପୀଙ୍କ ଦଣ୍ଡି ପରଲୋକ ଏହା ନ ଜାଣି ଜଡ଼ ମୂର୍ଖ ଆତ୍ମାକୁ ଦେଉଥାନ୍ତି ଦୁଃଖ ଦୂତଙ୍କ ମୁଖ ଏହା ଶୁଣି ବିପ୍ରଚିନ୍ତଇ ଚକ୍ରପାଣି ପୁଣି ପୁଛଇ ବିପ୍ରବର ହେ ଧର୍ମଦୂତେ କୃପା କର ମାୟା ସଂସାରେ ଦେହ ବହି ଏଡ଼େ ଅଜ୍ଞାନ ଅବା କାହିଁ ଯେତେ କହିଲ ପାପ ରୀତି କେଥ ତରିବନି ବର୍ତ୍ତି ଏଥକୁ ପ୍ରତିକାର କିସ କହିବା ଜ୍ଞାନ ଉପଦେଶ ବିପ୍ରବଚନେ ଯମଦୂତେ ବୋଲନ୍ତି ଶୁଣ ଏକ ଚିତ୍ତେ ଆମ୍ଭେ କହିଲୁ ଯେତେ କଥା ପାପୀ ଲୋକଙ୍କ କର୍ମ ଯଥା ଅଜ୍ଞାନେ କରି ମହାପାପ ଶରୀରେ ବହୁଛନ୍ତି ତାପ ଜୀବନ ଜନ ଏହା ଶୁଣି ଆତ୍ମା ରହିତ ପରିମାଣି କାର୍ତ୍ତିକ କୃତ୍ୟ ମହାବ୍ରତ ଶରଣ ଜୀବ ରମାକାନ୍ତ ତାର ସକଳ ପାପ ଧ୍ୱଂସୀ ଅଚିନ୍ତା ପୁରେ ଯାଇ ବସି ଏ ଧ୍ରୁବ ବାକ୍ୟ ନିରାଧାର ଆପଣା ଠାରୁ ହେତୁ କର ତୁ ଯେବେ କାର୍ତ୍ତିକ ମାସରେ ନଥାନ୍ତୁ ସାଧୁ ସଙ୍ଗତରେ ତୋର ସୁଗତି ନାହିଁ କାଳେ ନରକେ ଥାନ୍ତୁ ଏତେବେଳେ ଏବେ ନିସ୍ତରିଲୁ ଦୁସ୍ତରୁ କାର୍ତ୍ତିକ ବ୍ରତ ମହିମାରୁ ଏମନ୍ତ ବୋଲି ଯମଦୂତେ ତକ୍ଷଣେ ବ୍ରାହ୍ମଣ ସଙ୍ଗତେ ମିଳିଲେ ଜନ୍ତୁପତି ଆଗେ ବିପ୍ରଙ୍କୁ ଦେଖି ଅନୁରାଗେ ଯମ ବୋଲନ୍ତି ଦ୍ୱିଜ ଶୁଣ ତୁମ୍ଭର ଅଛି ଏଡ଼େ ଗୁଣ ମୁହିଁ ନ ଜାଣି କଲି ଦୋଷ ତୁମ୍ଭେ ଯେ ମହତ ପୁରୁଷ ମୋ ଦୋଷ ନ ଘେନିବ ମନେ ଏବେ ଶୁଣିମା ସାବଧାନେ କିସ ସମ୍ପଦ ଇଚ୍ଛା କର ଦେବୀ ମୁଁ ମାଗି ଘେନ ବର ସେ ଧର୍ମରାଜ ସୁପ୍ରସନ୍ନେ ବିପ୍ର କହୁଛି ଦୋଷ ମନେ ହେ ପ୍ରଭୁ ଜନ୍ତୁଙ୍କର ପତି ତୋତେ ଗୋଚର ସର୍ବଗତି ସକଳ ଧର୍ମ କର୍ମ ଜାଣୁ ପ୍ରାଣୀଙ୍କ କର୍ମ ପରମାଣୁ ତୁ ଯେ ଭକତି ଯାରେ ବହୁ ସେ ଅନ୍ୟ ମାର୍ଗେ ଯିବ ତହୁଁ ଏବେ ତୁ କର ମୋତେ ଦୟା ସେ ଦେହ ପରେ ନାହିଁ ମାୟା ସେହି ସ୍ୱରୂପ ମୋତେ କର ଜନ୍ମ ମରଣେ ମୋତେ ଡର ଏଣୁ ନହିବ ମୋର ଦେହ ଦେହ ବିହିଲେ ଲାଗେ ମୋହ ମୋହରୁ ଲୋଭ ହୁଏ ଜାତ ଲୋଭ ଅଶେଷ ପାପଗ୍ରସ୍ତ ପାପ ସକାଶୁ ଜନ୍ମ ମୃତ୍ୟୁ କେହି ନ ଜାଣେ ଏଥି ହେତୁ ମୁଁ ଏହା ଅନୁଭବ ଜାଣି ତୁମ୍ଭଙ୍କୁ କହୁଅଛି ପୁଣି ଜାତ ନହିବି ଜନି ଦ୍ୱାରେ ରହିବି ପର ଉପକାରେ ଏମନ୍ତ ଆଜ୍ଞା ଦିଅ ମୋତେ ଯେବେ ସୁଦୟା କର ଚିତ୍ତେ ବିପ୍ରବଚନେ ଜନ୍ତୁପତି ବୋଇଲେ ଦେବା ଏହି ଗତି ଏବେ ତୁ ଯକ୍ଷ ଲୋକେ ରହ ସହସ୍ର ଯୋଗ ଭୋଗ ପାଅ ଅପୂର୍ବ ଦିବ୍ୟ ରୂପ ଧରି ବିଳସୀ ଧନପତି ସିରି ତଦ ଅନ୍ତରେ ମଧ୍ୟ ପୁରେ ଆସିବୁ ଜନ ଉପକାରେ ନଦୀ ସ୍ୱରୂପେ ମଧ୍ୟସ୍ଥଳେ ବହି ତୁ ସୁଶୀତଳ ଜଳେ सरजो नामे पुण्य तीर्थे स्नाने प्राणींक मनोरथे
सर्व कार्य सिद्धि पुणी तो तेरे दया निधि अयोध्या नामे पुण्य क्षेत्र श्रीराम नामे हे बख्यात जत होइबे नर हरे एबे चतुर्धा रूप धरे लक्ष्मी जे सीता नाम बही तोर निकटे थिब रही तो जल स्नान पान करी आनंदे लक्ष्मी नर हरे तोते मुक्ति गति देवे समय सुख भुंजाएबे हेमंते जंतुपति बाणी पुष्प विमाने से ही क्षणी विप्रग मिला जक्षपुरे गंधर्व गण संगतरे अलकापुरी हिला जाई रहिला दिव्य भोग पाई शुणगु देवी सत्यभामा हेमंत कार्तिक महिमा नयने देखी धनेश्वर अशेष दुख हेला पार योजने व्रते विश्वास ता भृत्य महादेव दास इति श्री पद्म पुराणे उत्तरखंडे कार्तिक महात्म्ये धनेश्वर विप्रमोक्षण नाम 25 अध्यायः।